ଜୟ ଜଗନ୍ନାଥ। କ୍ରିଏଟିଭ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ। ତ ଆମେ ଆଜି ଗୋଟେ ଯୋଜନା ବିଷୟରେ କଥା ହେବା, ଯୋଉଟା କି ଚାଷୀ ଭାଇ ମାନେ ଉପକୃତ ହେବେ ସେ ଯୋଜନା ମାଧ୍ୟମରେ, ଯୋଉଟା କି ଗଭର୍ଣ୍ଣମେଣ୍ଟ ତରଫରୁ ଗୋଟେ ସବସିଡି ସ୍କିମ୍ ଆସିଛି, ଯୋଉଟା କି ଆପଣ ମତ୍ସ୍ୟ ଚାଷ କରିକି ପଶୁପାଳନ କରିକି ଆର୍ଥିକ ସାହାଯ୍ୟରେ ଲାଭବାନ ହେବେ। ଆପଣଙ୍କର ସବସିଡି ଆକାରରେ ଆପଣଙ୍କର କୁ ଗଭର୍ଣ୍ଣମେଣ୍ଟ ତରଫରୁ ଆର୍ଥିକ ସାହାଯ୍ୟ ଦିଆହବ। ଆଉ ସେଇ ବିଷୟରେ ଆମେ ଆଜି ଡିଟେଲ୍ସ କଥା ହବା ଷ୍ଟେପ ବାଇ ଷ୍ଟେପ। ଓ ତା ପୂର୍ବରୁ କହି ରଖୁଛି, ଯୋଉମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ପ୍ଲିଜ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବା। ତ ଆସନ୍ତୁ ଜାଣିବା ଆପଣ କିପରି ସବସିଡି ଆବେଦନ କରିବେ ଓ ମତ୍ସ୍ୟ ଚାଷ ପାଇଁ। ଆସନ୍ତୁ ଜାଣିବା। ଦେଖନ୍ତୁ
ଏଠି ଆପଣଙ୍କର ଆକାଉଣ୍ଟ ଡିଟେଲ ଦେବାକୁ ପଡିବ। ଆଇଏଫସି କୋଡଟା ଆପଣ ପ୍ରଥମେ ଦେବେ। ଆପଣ ବ୍ୟାଙ୍କର ଆଇଏଫସି କୋଡ ଏଠି ଆପଣ ବ୍ୟାଙ୍କ ଚୁଜ୍ କରିବେ। ଆପଣ ଜିଲ୍ଲାର ନାଁ ଲେଖିବେ। ଆପଣ ଏଠି ସର୍ଚ୍ଚ ମାରିବେ। ସର୍ଚ୍ଚ ମାରିଲେ ଏଠି ଆପଣ ପଳେଇ ଆସିବ ଆଇଏଫସି କୋଡ ଆପଣଙ୍କର କୋଉ ବ୍ରାଞ୍ଚ ଆପଣ କରିଛନ୍ତି। ବ୍ରାଞ୍ଚ ମୁଁ ସିଲେକ୍ସନ କରିଦେଲେ ଆପଣଙ୍କର ଏଠି ବ୍ରାଞ୍ଚ ହେଲେ ଆପଣଙ୍କର ଏଠି ଆକାଉଣ୍ଟ ନମ୍ବରଟା ଲେଖିବେ। ତାପରେ ଆପଣ ଆକାଉଣ୍ଟ ନମ୍ବର ଆକାଉଣ୍ଟ ଯାହା ନାଁରେ ଏଠି ଟାଇପ କରିଦେବେ। ଆପଣଙ୍କର ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିବେ। ତାପରେ ଏଠି ଡକୁମେଣ୍ଟ ଆପଣଙ୍କର ଲୋଡ କରିବାକୁ ପଡିବ। ଏଠି ଆପଣ ଡକୁମେଣ୍ଟ କିଛି ଲୋଡ କରିବେ। ଆପଣଙ୍କ ଆଧାର କାର୍ଡ ଲୋଡ କରିବେ। ଚୁଜ୍ କରିବେ ଲ୍ୟାଣ୍ଡ ଆପଣଙ୍କର ଲ୍ୟାଣ୍ଡ ଡକୁମେଣ୍ଟ ଆର ଲୋଡ କଲା ପରେ ଆପଣଙ୍କ ଫାଷ୍ଟେଜ ପାସବୁକ୍ ର ଲୋଡ କରିବେ। ଏଠି ଆପଣଙ୍କର ଲୋଡ କରିଦେବେ। ପାସବୁକ୍ ଲୋଡ କଲା ପରେ ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିବେ। ପଳେଇ ଆସିବ ଫର୍ମ ଡିଟେଲ୍ସଟା ପଳେଇ ଆସିବ। ଏଠି ଆପଣ ମୋଡିଫାଇ କରିପାରିବେ ଆଉ ସବମିଟ୍ କରିପାରିବେ। ଆପଣ ଡିକ୍ଲାରେସନ କ୍ଲିକ୍ କରିବେ। ଯଦି ଆପଣ ଦେଖିବେ କିଛି ସ୍କିମ ର ଡିଟେଲ୍ସ ଆପଣ ଚେକ୍ କରିଦେବେ ଷ୍ଟେପ୍ ବାଇ ଷ୍ଟେପ୍। କିଛି ଭୁଲ ଭାଲ ଅଛି କି ଆପଣ ଆକାଉଣ୍ଟ ଡକୁମେଣ୍ଟ ଯାହା ଲୋଡ କରିଛନ୍ତି ଏଠି ଚେକ୍ କରିବେ। ଏଇଟା ମାରିଲା ପରେ ଆପଣ ଦେଖିପାରିବେ ଠିକ ଅଛି ନା ଚେକ୍ କରିଦେବେ ପୁରା ଡିଟେଲ୍ସ। ତାପରେ ଏଠି ସବମିଟ୍ ଉପରେ କ୍ଲିକ୍ କରିବେ। ସବମିଟ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଆଇଡି ଜେନେରେଟ୍ ହବ। ଆଇଡି ଜେନେରେଟ୍ ହେଲା ପରେ ସେଇଟା ରଖିବେ। ଆପଣ ଯେତେବେଳେ ବି ସ୍ଥିତି ଆପଣ ଯେତେବେଳେ ଜାଣିବା ଯଦି ଆପଣ ଆପ୍ଲାଏ କରିସାରିଲେ ସ୍ଥିତି ଜାଣିବାକୁ ଏଠି କ୍ଲିକ୍ କରିବେ। ସ୍ଥିତି ଜାଣିବାକୁ ହେଲେ ଆପଣଙ୍କର ଏଠି ନିର୍ଦ୍ଦେଶ ଆପଣ କୋଉ ଚାଷ କରୁଥିଲେ ମତ୍ସ୍ୟ ଚାଷ ଏଠି ଆବେଦନ ମୋବାଇଲ ନମ୍ବର ଆପଣଙ୍କୁ ଦେଇଦେବେ। ଦେଲେ ଦାଖଲ କଲା ପରେ ଆପଣ ଡିଟେଲ୍ସ ପଳେଇ ଆସିବ ଯେଟା ଅଣ୍ଡର ପ୍ରୋସେସ ଅଛି କିମ୍ବା ଅଲରେଡି ହେଇଯାଇଛି। ଆପଣ ଭେରିଫାଇ କରିବେ ଆସିକି। ଭେରିଫାଇ କଲା ପରେ ଆପଣଙ୍କୁ ଡକୁମେଣ୍ଟ ଯାଞ୍ଚ ହବ। ଡକୁମେଣ୍ଟ ଯାଞ୍ଚ ପରେ ଆପଣଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ କିସ୍ତି ହିସାବରେ ପଇସା ଆସିବ। ଆପଣଙ୍କର ପୋଖରୀ ଖନନ ପାଇଁ ଆପଣଙ୍କୁ ଯଦି ସାଧାରଣ ବର୍ଗ ପୁରୁଷ ହେଇଥିବେ ଆପଣଙ୍କୁ 8 ଯୋଉଟା ଆପଣଙ୍କର ଗୋଟେ ୟୁନିଟ ରେ ଆପଣଙ୍କୁ 8.5 ଲକ୍ଷ ଟଙ୍କା ମିଳୁଛି ସେଇଟାକୁ ଆପଣଙ୍କୁ କିସ୍ତି ହିସାବରେ ପଇସା ଆସିବ। ଯୋଉଟା କି ଆପଣ କାମ କରିବେ ଦେଖେଇବେ ପ୍ଲସ ଆଉ ଥରେ କିସ୍ତି ଆସିବ। ଏମିତି ଏପରି ଭାବେ ଆସିବ ଷ୍ଟେପ୍ ବାଇ ଷ୍ଟେପ୍। ତ ତାକୁ ଆପଣ ସବସିଡି ଆକାରରେ ଆପଣଙ୍କୁ ସାଧାରଣ ବର୍ଗ 40% ଆପଣଙ୍କୁ ସବସିଡି ଆକାରରେ କଟିଯିବ। ଆଉ ସାଧାରଣ ମହିଳା ହେଇଥିଲେ କି ଏସି ଏସଟି ହେଇଥିଲେ ଆପଣ 60% କଟିଯିବ। ଆଉ ଡ୍ୟୁ ପେମେଣ୍ଟ ଆପଣ ଗଭର୍ଣ୍ଣମେଣ୍ଟକୁ ଆପଣଙ୍କୁ ସୁଝିବାକୁ ପଡିବ। ତ ଏପରି ଭାବେ ଆପଣ ମତ୍ସ୍ୟ ଚାଷ କରିପାରିବେ। ଗଭର୍ଣ୍ଣମେଣ୍ଟରୁ ସବସିଡି ପାଇପାରିବେ। ତ ଭିଡିଓ କିପରି ଲାଗିଲା ନିଶ୍ଚିତ କମେଣ୍ଟ କରିବେ ଲାଇକ୍ କରିବେ। ତ ରହୁଛି ଜୟ ଜଗନ୍ନାଥ। ପୁଣି ଦେଖା ହବାକୁ ନ୍ୟୁ ଭିଡିଓରେ।